ଶ୍ରାବଣ ମାସରେ ଆପଣମାନଙ୍କୁ ମିଳୁଛି କି ଏହି 10ଟି ସଂକେତ? ତେବେ ଜାଣି ନିଅନ୍ତୁ ଯେ ଆପଣଙ୍କ ପୂଜାରେ ମହାଦେବ ସନ୍ତୁଷ୍ଟ ଅଛନ୍ତି। ବନ୍ଧୁଗଣ, ଆପଣମାନେ ତ ନିଶ୍ଚୟ ଜାଣିଥିବେ ଯେ ହିନ୍ଦୁ ଧର୍ମରେ ଶ୍ରାବଣ ମାସର ବହୁତ ମହତ୍ଵ ରହିଛି। କାରଣ ଏହି ମାସ ଭଗବାନ ଶିବଙ୍କୁ ଅତ୍ୟନ୍ତ ଭଲ ଲାଗେ। କୁହାଯାଏ ଯେ ଭଗବାନ ଶିବ ଏହି ମାସରେ ପୃଥିବୀକୁ ଭ୍ରମଣ କରିବାକୁ ଆସିଥାନ୍ତି ଏବଂ ନିଜର ଭକ୍ତମାନଙ୍କର ମନସ୍କାମନା ପୂର୍ଣ୍ଣ କରିଥାନ୍ତି। ଏଥିପାଇଁ ଭଗବାନ ଶିବଙ୍କୁ ସବୁ ପ୍ରକାରର ପ୍ରସନ୍ନ କରିବା ପାଇଁ ସମସ୍ତେ ଚେଷ୍ଟା କରନ୍ତି ଏବଂ ମହାଦେବ ଭକ୍ତମାନଙ୍କର ପୂଜାରେ ସନ୍ତୁଷ୍ଟ ହୋଇ ସେମାନଙ୍କର ମନବାଞ୍ଛା ପୂରଣ କରନ୍ତି। ସେମାନଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହେବାରେ ସାହାଯ୍ୟ କରନ୍ତି। କୁହାଯାଏ ଯେ ଯେଉଁ ବ୍ୟକ୍ତି ଏହି ମାସରେ ବ୍ରତ ପାଳନ କରେ, ମହାଦେବଙ୍କୁ ପ୍ରସନ୍ନ କରେ, ତାର ସବୁ ଇଚ୍ଛା ପୂର୍ଣ୍ଣ ହୋଇଯାଏ। କୁହାଯାଏ କି ଏହି ଶ୍ରାବଣ ମାସରେ ଭଗବାନ ଶିବଲିଙ୍ଗଙ୍କ ଉପରେ 1 ଲକ୍ଷ ବେଲପତ୍ର ଅର୍ପଣ କରନ୍ତି ସେ ଭଗବାନ ଶିବଙ୍କର ବିଶେଷ କୃପାର ଅଧିକାରୀ ବନିଥାଏ। ଏହା ସହିତ ଶିବଲିଙ୍ଗ ଉପରେ କ୍ଷୀରରେ ଅଭିଷେକ କରିବା ଦ୍ୱାରା ସବୁ ଦୁଃଖ କଷ୍ଟ ପାପ ନଷ୍ଟ ହୋଇଥାଏ। ଯେଉଁ ବ୍ୟକ୍ତି ଭଗବାନ ଶିବଙ୍କୁ ଜଳାଭିଷେକ କରିଥାଏ ତାକୁ ଧନ ସମ୍ପତ୍ତି ପ୍ରାପ୍ତ ହୋଇଥାଏ। ତାର ଯାହା ବି ଦୁଃଖ କଷ୍ଟ ରୋଗ ଥାଏ ତାହା ମଧ୍ୟ ଦୂର ହୋଇଥାଏ। ତେବେ ଭଗବାନ ଶିବଙ୍କୁ ଆପଣ କେବେ ବି ତୁଳସୀ ପତ୍ର ଅର୍ପଣ କରିବେ ନାହିଁ। ଏହା ବହୁତ ଅଶୁଭ ହୋଇଥାଏ। ମହାଦେବଙ୍କ ଉପରେ ତୁଳସୀ ପତ୍ରର ଅର୍ପଣ କରାଯିବା ଉଚିତ ନୁହେଁ। ତେବେ ଶିବ ପୁରାଣରେ ଏମିତି 10ଟି ସଂକେତ ରହିଛି। ଯଦି କୌଣସି ମନୁଷ୍ୟକୁ ଏହି 10ଟି ସଂକେତରୁ କୌଣସି ଗୋଟିଏ ସଂକେତ ମିଳିଯାଏ, ତେବେ ବୁଝିନିଅନ୍ତୁ ମହାଦେବ ତାଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ଅଛନ୍ତି। ତାଙ୍କର ମନସ୍କାମନା ଭଗବାନ ଶିବ ନିଶ୍ଚୟ ପୂରଣ କରିବେ। ତେବେ ଆପଣମାନଙ୍କୁ ଏହି ଶ୍ରାବଣ ମାସରେ ଏହି ସବୁ ସଂକେତ ମଧ୍ୟରୁ ଯଦି ଗୋଟିଏ ସଂକେତ ମିଳୁଥାଏ, ତାହେଲେ ଜାଣି ନିଅନ୍ତୁ ଆପଣଙ୍କ ଉପରେ ମହାଦେବ ଖୁସି ଅଛନ୍ତି। ତେବେ ବନ୍ଧୁଗଣ, ଆମ ଭିଡ଼ିଓଟିକୁ ଦେଖିବା ପୂର୍ବରୁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ମହାଦେବଙ୍କର ନାମ ନେଇ ଓମ୍ ନମଃ ଶିବାୟ ଲେଖିବାକୁ ଆଦୌ ଭୁଲିବେନି। ମହାଦେବ ଆପଣଙ୍କର ମଙ୍ଗଳ କରିବେ। ତେବେ ଆମ ଭିଡ଼ିଓଟିକୁ ଗୋଟେ ଲାଇକ୍ କରି ଆମ କମେଣ୍ଟ ବକ୍ସରେ ଆମକୁ ନିଶ୍ଚିତ ଭାବରେ ଜଣାଇବେ ଯେ ଆପଣଙ୍କୁ ଏହି ସଂକେତ ମଧ୍ୟରୁ କିଛି ସଂକେତ ମିଳୁଛି କି ନାହିଁ। ତେବେ ଏବେ ଆସନ୍ତୁ ଜାଣିବା ସେହି ସବୁ ସଂକେତ ବିଷୟରେ। ପ୍ରଥମେ ଧଳା ନନ୍ଦୀର ଦର୍ଶନ। ଯଦି ଆପଣ ଭଗବାନ ଶିବଙ୍କର ମନ୍ଦିରକୁ ଯାଉଛନ୍ତି ଏବଂ ରାସ୍ତାରେ ଆପଣଙ୍କୁ ଧଳା ନନ୍ଦୀର ଦର୍ଶନ ହୋଇଯାଏ, ତେବେ ଏହାକୁ ବହୁତ ଶୁଭ ସଂକେତ ମାନାଯାଏ। ଏହା ବୁଝି ନିଅନ୍ତୁ କି ଏହା ଦ୍ୱାରା ଆଗକୁ ଆସୁଥିବା ସମୟରେ ଆପଣଙ୍କ ଜୀବନରେ ବହୁତ କିଛି ଭଲ ହେବାକୁ ଯାଉଛି। ଆପଣ କଷ୍ଟ ସମ୍ପୂର୍ଣ୍ଣ ଭାବରେ ଦୂର ହେବାକୁ ଯାଉଛି ଏବଂ ଆପଣଙ୍କ ଇଚ୍ଛା ଅନୁସାରେ ଆପଣଙ୍କୁ ସେ ସବୁ କିଛି ପ୍ରାପ୍ତ ହେବ ଯାହା ଆପଣ ଦିନେ ଇଚ୍ଛା ପ୍ରକାଶ କରିଥିଲେ। ଏବେ ଜାଣିବା ଅନ୍ୟ ଏକ ସଂକେତ ବିଷୟରେ। ନାଗ ଦେବତାଙ୍କର ଦର୍ଶନ ହେବା। ଶ୍ରାବଣ ମାସରେ ଯଦି ଆପଣଙ୍କୁ ନାଗ ଦେବତାଙ୍କର ଦର୍ଶନ ହୋଇଥାଏ, ତେବେ ଏହା ଭଗବାନ ଶିବ ଶଙ୍କରଙ୍କର ସଂକେତ ହୋଇଥାଏ। ଭଗବାନ ଶିବ ଆପଣଙ୍କ ଭକ୍ତିରେ ବହୁତ ପ୍ରସନ୍ନ ଅଛନ୍ତି। ଏହି ମାସରେ ସ୍ୱପ୍ନରେ ନାଗ ଦେବତାଙ୍କ ଦର୍ଶନ ହେଲେ ଏହା ବହୁତ ଶୁଭ ମାନାଥାଏ। ଆପଣଙ୍କୁ ଶୀଘ୍ର କୌଣସି ଜାଗାରୁ ଧନ ପ୍ରାପ୍ତି ହୋଇପାରେ। ଆପଣଙ୍କ ଘରେ ଯଦି ଧନ ଜନିତ ସମସ୍ୟା ଲାଗି ରହୁଥାଏ, ତେବେ ବୁଝିଯାଆନ୍ତୁ ସେହି ସବୁ ଦିନ ସମାପ୍ତ ହେବାକୁ ଯାଉଛି।
ଏବଂ ଗୋଟେ ଭଲ ଦିନ ଆପଣଙ୍କୁ ଆଗକୁ ଅପେକ୍ଷା କରିଛି। ଆପଣ ଜାଣିନିଅନ୍ତୁ ଯେ ଆପଣଙ୍କ ଦୁଃଖର ଦିନ ଶେଷ ହେବାକୁ ଯାଉଛି, କାରଣ ମହାଦେବ ଆପଣଙ୍କୁ ସ୍ୱୟଂ ଦର୍ଶନ ଦେଇଛନ୍ତି। ମହାଦେବ ଆପଣଙ୍କ ଉପରେ କୃପାର ବର୍ଷା କରୁଛନ୍ତି। ଶ୍ରାବଣ ମାସରେ ସମସ୍ତଙ୍କୁ ନାଗଦେବତାଙ୍କର ଦର୍ଶନ ମିଳେ ନାହିଁ। ଯଦି ଆପଣଙ୍କୁ ମିଳୁଛି ତେବେ ଜାଣିନିଅନ୍ତୁ ଆପଣ ବହୁତ ଭାଗ୍ୟବାନ ମଣିଷ ଅଟନ୍ତି। ଏବେ ଆସନ୍ତୁ ଜାଣିବା ଅନ୍ୟ ଏକ ସଂକେତ ବିଷୟରେ। ଶ୍ରାବଣ ମାସରେ ଯଦି ଆପଣ ଏମିତି ସ୍ୱପ୍ନ ଦେଖନ୍ତି ଯେଉଁଥିରେ ଆପଣ ପାହାଡ଼ ଚଢ଼ୁଥିବେ, ଏହାକୁ ବହୁତ ଶୁଭ ସଂକେତ ମାନାଯାଏ। ଆପଣ ନଦୀ, ଝରଣା ଯଦି ପ୍ରକୃତିକୁ ଜଡ଼ିତ କିଛି ସ୍ୱପ୍ନ ଦେଖନ୍ତି ତେବେ ଏହା ଏକ ଶୁଭ ସଂକେତ ହୋଇଥାଏ କି ଏହାଦ୍ୱାରା ଆପଣଙ୍କୁ ଆଗକୁ ଗୋଟେ ବଡ଼ ସଫଳତା ମିଳିବାକୁ ଯାଉଛି। ଯଦି ଆପଣଙ୍କର ଚାକିରି ଜନିତ ସମସ୍ୟା ରହୁଛି କିମ୍ବା ପାଠପଢ଼ା ଜନିତ ସମସ୍ୟା ରହୁଛି, ଆପଣ ବାରମ୍ବାର କୌଣସି କାର୍ଯ୍ୟରେ ବିଫଳ ହେଉଛନ୍ତି, ତେବେ ସେ ସମୟ ସମାପ୍ତ ହେବାକୁ ଯାଉଛି ଏବଂ ଗୋଟେ ଶୁଭ ସମୟ ଆପଣଙ୍କୁ ଅପେକ୍ଷା କରିଛି। ଆପଣ ଯେଉଁ କାର୍ଯ୍ୟରେ ବି ହାତ ଦେବେ ସେହି କାର୍ଯ୍ୟଟି ସମ୍ପୂର୍ଣ୍ଣ ଭାବରେ ସଫଳ ହେବାକୁ ଯାଉଛି। ଆପଣଙ୍କ ପାଇଁ ଏମିତି ସ୍ୱପ୍ନ ବହୁତ ଶୁଭପ୍ରଦ ହୋଇଥାଏ। ଯଦି ଆପଣଙ୍କୁ ଶ୍ରାବଣ ମାସରେ ଭଗବାନ ଶିବଙ୍କର ମନ୍ଦିର ସ୍ୱପ୍ନରେ ଦର୍ଶନ ହୁଏ, ତେବେ ଏହାକୁ ଭଗବାନ ଶିବଙ୍କର ସଂକେତ ବୁଝିନେବା ଉଚିତ। ଭଗବାନ ଶିବ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ଅଛନ୍ତି ଏବଂ ଆପଣଙ୍କର କୌଣସି ମନର ଇଚ୍ଛା ଅତି ଶୀଘ୍ର ପୂରଣ ହେବାକୁ ଯାଉଛି। ଏବେ ଜାଣିବା ଅନ୍ୟ ଏକ ସ୍ୱପ୍ନ ବିଷୟରେ। ଯଦି ଏହି ମାସରେ ମାନେ ଶ୍ରାବଣ ମାସରେ ଆପଣ ସ୍ୱପ୍ନରେ ତ୍ରିଶୂଳ କିମ୍ବା ଡମ୍ବରୁର ଦର୍ଶନ ପାଇଥାନ୍ତି, ତ ଆପଣଙ୍କୁ ବୁଝିନେବା ଉଚିତ କି ଭଗବାନ ଶିବ ଆପଣଙ୍କ ସହିତ ଅଛନ୍ତି, ଆପଣଙ୍କ ଘରେ ଅଛନ୍ତି, ଯେଉଁଥିପାଇଁ ଆପଣଙ୍କୁ ଆଉ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। କାରଣ ଯାହାକୁ ଦେବଦେବ ମହାଦେବ ସାହା ହୁଅନ୍ତି ତାଙ୍କର କେହି ବି କୌଣସି କ୍ଷତି କରିପାରନ୍ତି ନାହିଁ। ଡମ୍ବରୁ ସହିତ ଯଦି ଆପଣମାନେ ସ୍ୱପ୍ନରେ ତ୍ରିଶୂଳ ଦେଖାନ୍ତି ତେବେ ଜାଣନ୍ତୁ ଦୁଃଖ ନାଶର ସଂକେତ ଅଟେ ଏବଂ ଡମ୍ବରରୁ ଦେଖାଯିବା ଏହା ଆପଣଙ୍କ ଜୀବନରେ ଆସିଥିବା ଖୁସିର ସଂକେତ ଅଟେ। ଆପଣଙ୍କର ସବୁ ଦୁଃଖ କଷ୍ଟ ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଯିବ ଏବଂ ଆପଣଙ୍କୁ ସବୁ କିଛି ସଫଳତା ପ୍ରାପ୍ତ ହେବ। ଏବେ ଆସନ୍ତୁ ଜାଣିବା ଅନ୍ୟ ସଂକେତ ବିଷୟରେ। ଆପଣ ଯଦି କୌଣସି କାର୍ଯ୍ୟରେ ଘରୁ ବାହାରୁଛନ୍ତି ଏବଂ ରାସ୍ତାରେ ଯାଉଥିବା ସମୟରେ କେହି ଜଣେ ବ୍ୟକ୍ତି ନଦୀରେ ସ୍ନାନ କରୁଥିବାର ଦେଖନ୍ତି, ତେବେ ଏହାକୁ ବହୁତ ଶୁଭ ସଂକେତ ବୁଝିନେବା ଉଚିତ। ଭଗବାନ ଶିବ ଏହି ସଂକେତ ଦେଇଥାନ୍ତି କି ଆପଣଙ୍କର ସମସ୍ତ ପାପର ନାଶ ହୋଇଛି ଏବଂ ଆପଣଙ୍କ ଆତ୍ମା ପବିତ୍ର ହୋଇଛି। ଯେଉଁମାନଙ୍କର ଆତ୍ମା ପବିତ୍ର ଥାଏ ସେହି ମଣିଷ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଏ। ବେଳେବେଳେ ଦେଖିଥିବେ କୌଣସି ବ୍ୟକ୍ତି ଅନେକ ପରିଶ୍ରମ କରିବା ସତ୍ତ୍ୱେ ମଧ୍ୟ ସେ ସଫଳତା ପାଏ ନାହିଁ, କାରଣ ତାର ଆତ୍ମା ଶୁଦ୍ଧ ନଥାଏ, ତାର ଆତ୍ମା ପବିତ୍ର ନଥାଏ। ଯଦି ଆପଣଙ୍କର ଆତ୍ମା ପବିତ୍ର, ତେବେ ଆପଣ କର୍ମ ବି ନିଶ୍ଚିନ୍ତ ସଫଳତା ପାଇବେ। ଆପଣଙ୍କ କର୍ମ ହିଁ ଆପଣଙ୍କୁ ଉଚିତ ନ୍ୟାୟ ଦେଇପାରିବ। ତେଣୁ ଆପଣ କର୍ମ କରନ୍ତୁ, ଫଳ ଭଗବାନ ନିଶ୍ଚୟ ଆପଣଙ୍କୁ ଦେବେ। କିନ୍ତୁ କିଛି ସଂକେତରୁ ଆମେ ବୁଝିଯିବା ଉଚିତ ଯେ ଭଗବାନ ଆମ ସହିତ ଅଛନ୍ତି, ଆମର ପ୍ରତ୍ୟେକ କାର୍ଯ୍ୟକୁ ଟିକିନିଖି କରି ପରଖୁଛନ୍ତି। ତେଣୁ ଆମେ କର୍ମ ସଠିକ ଭାବେ କରିବା ଉଚିତ। ଏହି ଶ୍ରାବଣ ମାସରେ ଯଦି କୌଣସି ସ୍ଥାନରେ ସାଧୁ ସନ୍ଥଙ୍କର ଦର୍ଶନ ହୁଏ କିମ୍ବା ଆପଣଙ୍କ ଦ୍ୱାରକୁ ଆସିଥାନ୍ତି, ତେବେ ଏହାକୁ ସାକ୍ଷାତ ଭଗବାନ ଶିବଙ୍କର ସଂକେତ ବୁଝିନେବା ଉଚିତ। ସାଧୁ ସନ୍ଥଙ୍କୁ ଦେଖିବା ମାତ୍ରେ ସେମାନଙ୍କର ଆଶୀର୍ବାଦ ନେବାକୁ ଆଦୌ ଭୁଲନ୍ତୁ ନାହିଁ।
श्रावण मासरे साधु सन्थंकर दर्शन बहुत शुभ माना जाइथाए एवं एही मासरे जदि आपणक द्वारकु कोनोसी कला रंगर कुकुर आसी थाए तेबे सेही कुकुर को रोटी अवश्य खाइबाकु दियंतु। आपणकर समस्त संकट दूर होइजिब। आपणक जीवन को आसुथिबा समस्त दुख कष्ट विपद दूर होइजिब। तेबे बंधुगण एहा तो थिला श्रावण मासरे मिलुथिबा संकेत गुड़िक विषय रे। जदि एही संकेत मध्यरु आपणको कोनोसी एक संकेत देखा जाउछि तेबे बुझि नियंतु जे देवदेव महादेव आपणक सहित अछंती। आपणकर आउ चिंता करिबार कोनोसी कथा नाही। आपणको सबु विपदरु रक्षा करिबा पई बाबा भोलाशंकर आपणको आशीर्वाद प्रदान करिछंती। तेबे आपण श्रावण मासरे सोमवार दिन महादेवंकर दर्शन करने आदौ भूलंतुनी। यह आपणक पई मंगलमय हेब। तेबे आपण मानकु आजिर एई भिडियोटी किपरि लागिला आम कमेंट बॉक्स रे हमकु कमेंट करी निश्चय जणाई देबे एवं कमेंट बॉक्स रे ओम नमः शिवाय लेखिबाकु आदौ भूलिबेनी। बाबांकर आशीर्वाद आपणको निश्चय प्राप्त हेब एवं आम भिडियोटी को गोटे लाइक करी आम चैनल को सब्सक्राइब करदेवे। धन्यवाद। आपणक पई आजिर दिनटी शुभमय हेउ। सर्वे भवन्तु सुखी नमः।